ଓଡ଼ିଆ ଭାଷା ଆନ୍ଦୋଳନର କେତେ ଗୁଡ଼ିଏ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ସ ଟିକେ ଦେଖ। ଇଏ 2 ନମ୍ବର ଫାର୍ଷ୍ଟରେ ଇଂରେଜମାନେ ଓଡ଼ିଶାକୁ କେବେ ଆସିଥିଲେ? 1803। ତାପରେ ଓଡ଼ିଶାକୁ କିଭଳି ବିଭାଜିତ ହୋଇଥିଲା? ପଶ୍ଚିମ ଓଡ଼ିଶା, କେନ୍ଦ୍ରୀୟ ମଧ୍ୟପ୍ରଦେଶ, ତାପରେ ଦକ୍ଷିଣଟା ମାନ୍ଦ୍ରାସ, ତାପରେ ଆଉ ଗୋଟେ ହେଲା ବଙ୍ଗ ପ୍ରେସିଡେନ୍ସି, 3 ଭାଗ ହୋଇଯାଇଥିଲା। ଆକୁ ଫେରେ ଉଦ୍ୟମ କରିକି ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନ କରିବା ସହିତ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଲୋକମାନଙ୍କୁ ଏକତ୍ରିତ କରିବାର ଉଦ୍ୟମ ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଗୌରୀ ଶଙ୍କର ରାୟ, ତାପରେ ତୁମର ଫକୀର ମୋହନ ସେନାପତି ଏମାନେ ଉଦ୍ୟମ କରି ଭାଷା ଆନ୍ଦୋଳନ କରିଥିଲେ। ଆଉ କେତେଟା କ୍ୱେଶ୍ଚିନ୍ ଦେଖ। ବ୍ରହ୍ମ ସମାଜ କେବେ କିଏ ପ୍ରତିଷ୍ଠା କରିଥିଲେ? ରାଜା ରାମମୋହନ ରାୟ, 1829। ଯେବେ ସତୀଦାହ ପ୍ରଥା ବି ଉଚ୍ଛେଦ ହୋଇଥିଲା। ତାପରେ ଦେଖ, ଡେସ୍ ମାନେ ଓଡ଼ିଆ ଭାଷାକୁ ବିଲୋପ କରୁଥିଲେ, ବଙ୍ଗାଳୀ ମାନେ। ତାପରେ କୋର୍ଟ କଚେରୀରେ ଡେସ୍ ଭାଷା, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଏଟା, ପାର୍ସୀ ଭାଷା ପ୍ରଚଳିତ ଥିଲା। ଆଉ ଏ କାନ୍ତିଲାଲ ଭଟ୍ଟାଚାର୍ଯ୍ୟ ଓଡ଼ିଆ ଏକ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି କହିଥିଲେ, ଏ ବି ଇମ୍ପୋର୍ଟାଣ୍ଟ। ତାପରେ ଦେଖ ପତ୍ର ପତ୍ରିକା, ଉତ୍କଳ ଦୀପିକା, ଗୌରୀ ଶଙ୍କର ରାୟ, ଉତ୍କଳ ସମ୍ବାଦ ବାହିକା, ଫକୀର ମୋହନ ସେନାପତି, ଉତ୍କଳ ଦର୍ପଣ, ରାଜା ବୈକୁଣ୍ଠନାଥ, ତାପରେ ପ୍ରଜାବନ୍ଧୁ ଗୋଟେ ପରୀକ୍ଷାରେ ଆସିଛି, ମର୍ଦ୍ଦରାଜଟା ହରିହର ମର୍ଦ୍ଦରାଜ, ସମ୍ବଲପୁର ହିତାସିନୀ। Okay, thank you very much for watching. Please like and subscribe for getting more such informations.